ଧମ୍ମପଦରେ ଏକ ଉପଦେଶ ରହିଛି, ଶତ୍ରୁଙ୍କ ସହିତ ବି ଶତ୍ରୁତା କର ନାହିଁ। ଯିଏ ଶତ୍ରୁତା ରଖେ ସେ କେବେ ସୁଖୀ ରହେ ନାହିଁ। ମୈତ୍ରୀର ଅଭାବ ହିଁ ଆମ ଜୀବନରେ ଅଶାନ୍ତିର କାରଣ। ଏକମାତ୍ରା ହୋ ହଲ୍ଲା ଲାଗି ରହିଥାଏ ଶତ୍ରୁତାର ଏବଂ ଦ୍ୱେଷର। ବ୍ୟକ୍ତି ନିଜେ ନିଜ ସହିତ ଲଢ଼ୁଛି। ପରିବାରରେ ବି ପାରସ୍ପରିକ ସଂଘର୍ଷ ରହିଛି। ରାଷ୍ଟ୍ର ସହିତ ରାଷ୍ଟ୍ରର ଲଢ଼େଇ ଚାଲିଛି। ଲଢ଼େଇ ଯୋଗୁଁ ଆମେ ଆନନ୍ଦିତ ବି ହୋଇଥାଉ। ଆମକୁ ସେଥିରେ ରସ ଲାଗିଥାଏ। ରାସ୍ତାରେ ଝଗଡ଼ା ଲାଗିଲେ ଆମେ ଠିଆ ହୋଇ ଦେଖିଥାଉ। ଆମକୁ ବଡ଼ ମଜା ଲାଗିଥାଏ। ବୁଦ୍ଧ ଯେଉଁ ନୈର୍ବିରତାର କଥା କହିଛନ୍ତି ତାହା ଅନୁଭୂତିପରକ ମୈତ୍ରୀ ଅଟେ। ମନ ହିଂସାରେ ପୂରି ନଥିଲେ ଶତ୍ରୁତା କରିପାରିବ ନାହିଁ। ସେଥିପାଇଁ ତ ପତଞ୍ଜଳି କହିଛନ୍ତି, ଅହିଂସା ପ୍ରତିଷ୍ଠାୟାମ୍ ତସ୍ୟ ନିର୍ଦ୍ଧୌ ବୈରତ୍ୟାଗଃ। ଅର୍ଥାତ୍ ଅହିଂସାର ପ୍ରତିଷ୍ଠା ହେବା ମାତ୍ରେ ସେହି ଯୋଗୀ ନିକଟରେ ସବୁ ପ୍ରାଣୀ ଶତ୍ରୁତା ତ୍ୟାଗ କରନ୍ତି। ଧନ୍ୟବାଦ। ଅଖଣ୍ଡ ଜ୍ୟୋତି ଓଡ଼ିଆ, ଜାନୁଆରୀ ମାସ 2012 ମସିହା, ପୃଷ୍ଠା ସଂଖ୍ୟା 14। ବିଚାରକ୍ରାନ୍ତି ଦୂତ ୟୁଟ୍ୟୁବ୍ ଓଡ଼ିଆ ଚ୍ୟାନେଲକୁ ସବସ୍କ୍ରାଇବ୍ କରିବା ସହ ପରବର୍ତ୍ତୀ ଭିଡ଼ିଓ ପ୍ରାପ୍ତ କରିବା ପାଇଁ ବେଲ୍ ଆଇକନ୍ ଦବାନ୍ତୁ ଏବଂ ବିଚାରକ୍ରାନ୍ତି ଦୂତ ଓଡ଼ିଆ ଫେସବୁକ୍ ଓ ଇନଷ୍ଟାଗ୍ରାମ ସହ ଯୋଡ଼ି ହୁଅନ୍ତୁ। ଧନ୍ୟବାଦ।